ଚୈତ୍ର ମାସର ଶେଷ ମଙ୍ଗଳବାର। ମାନେ ଆପଣ ମାନେ ଜାଣିଛନ୍ତି କି ଆମର ବାରିପଦାରେ ଷ୍ଟେସନ ବଜାରରେ ମା ମଙ୍ଗଳଙ୍କର ବହୁତ ବଢିଆ ମନ୍ଦିର ଅଛି। ଏଠି ବି ଆଜି ଧୁମଧାମ ରେ ପୂଜା ହଉଛି। ଦେଖିପାରୁଛ ସାଙ୍ଗମାନେ, ମୁଁ ଏଠି ଆସିଛି। ଇଏ ହଉଛି ସେଇ ମା ମଙ୍ଗଳ ମନ୍ଦିର। ସାଙ୍ଗମାନେ ଚାଲୁ ତବେ ଭିତରକୁ ଯିବା। ହଉଛନ୍ତି ମୋ ଜେଜେମା। ଆଜି ମୋ ଜେଜେମା ସାଙ୍ଗରେ ମୁଁ ମୋ ସନ୍ଧ୍ୟାରେ ଆସିଥିଲି ମନ୍ଦିର। କାହିଁକି ନା ମୁଁ ସକାଳୁ ଆସିପାରୁନଥିଲି। ସକାଳୁ ମୁଁ ସ୍କୁଲ ଯାଇଥିଲି, ସେଥିପାଇଁ ମୁଁ ଆସିପାରୁନଥିଲି ମାଙ୍କ ପାଖକୁ। ଜେଜେମା କହିଲେ ଚାଲ ଆମେ ତମକୁ ମୁଁ ନେଇଯିବି। ତାପରେ ଜେଜେମା ମୁଁ ତାପରେ ଆସିଗଲୁ ମନ୍ଦିର। ସାଙ୍ଗମାନେ ଇଏ ଦେଖନ୍ତୁ ମା କେତେ ବଢିଆ ଦେଖାଯାଉଛନ୍ତି ନା। ଚାଲ ଏବେ ଟିକେ ନମ କରିଦବା, ତାପରେ ଆମେ କଥା ହବା। ସାଙ୍ଗମାନେ ଆପଣ ମାନେ ବି ଏଠି ନମ କରିଦିଅନ୍ତୁ। ଏ ମା ମଙ୍ଗଳା। ସାଙ୍ଗମାନେ ମୁଁ ଏବେ ତ ନମ କରିସାରିଲି ଠାକୁରକୁ। ଆପଣ ମାନେ ଆମର ଏଠି ମାକୁ ଦେଖିଲେ ଏତେ ସୁନ୍ଦର ଦେଖାଯାଉଛନ୍ତି ନା ଆଜି ସେ। ଏଇଠି ତିନି ଠାକୁର ପୂଜା ପାଆନ୍ତି, ଦୁର୍ଗା ମା, ଶୀତଳା ମା ଆଉ ମଙ୍ଗଳ ମା। ଏଠି ତିନି ଠାକୁର ପୂଜା ପାଆନ୍ତି ଏଠି। ସାଙ୍ଗମାନେ ଆପଣ ମାନେ ଯଦି ବାରିପଦାରେ ରହୁଛନ୍ତି ଏଠି ଆସିଛନ୍ତି କି ନାହିଁ, ଯଦି ଆସିନାହାନ୍ତି ଆପଣ ମାନେ ଆସନ୍ତୁ। ସାଙ୍ଗମାନେ ଆଜି ଜାଣିଛନ୍ତି ଆଜି ଦିନରେ ବହୁତ ବର୍ଷା ହେଇଥିଲା। ଜାଗାରେ କୁଆପଥର ବି ପଡିଥିଲା, କିନ୍ତୁ ଆମ ବାରିପଦାରେ ବର୍ଷା ଆଉ ପବନ ହେଇକି ଛାଡି ହେଇଥିଲା। ସାଙ୍ଗମାନେ ଇଏ ହଉଛନ୍ତି ଗଣେଶ ଠାକୁର। ମୁଁ ଏବେ ଗଣେଶ ବାବାକୁ ନମ କରିଦେଲି, କିନ୍ତୁ ମତେ ଦେଖାଯାଉନି ମତେ ଠିକ ସେ। କିନ୍ତୁ ମଉଡି ବଡ ହେଇଯାଏ ତାପରେ ମୁଁ ଦେଖିପାରିବି। ସାଙ୍ଗମାନେ ଏଠି ମୁଁ ଘଣ୍ଟାର ହାତ ପାଉନି। ହଉ ସାଙ୍ଗମାନେ ରହିଲି। ଜୟ ଜଗନ୍ନାଥ। ମୋ ଚ୍ୟାନେଲକୁ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇବ କରିଦେବେ। ଜୟ ମା ମଙ୍ଗଳା।